ଥରେ ଭାବିଦେଲେ ପ୍ରଭୁ ମୁଁ ଯଦି ନଥାନ୍ତି ତ ସୀତା ଠାବ ହେଇନଥାନ୍ତା, ମୁଁ ଯଦି ନଥାନ୍ତି ତ ସେତୁବନ୍ଧ ହେଇନଥାନ୍ତା, ମୁଁ ଯଦି ନଥାନ୍ତି ଲକ୍ଷ୍ମଣ ଲଙ୍କାରୁ ଆପଣଙ୍କ ପାଖକୁ ଆସିପାରିନଥାନ୍ତେ। ପହଞ୍ଚିଗଲି ଅସୁର ପଳେଇଲେ, କାରଣ ଥରେ ମାଡ଼ ଖାଇଛନ୍ତି ନା, ଯେମିତି ଦେଖିଦେଲେ ସବୁ ଭାଙ୍ଗିକିରି ପଳେଇଲେ। ପ୍ରଭୁ ମୁଁ ଯଦି ନଥାନ୍ତି ଆଜି ଯୋଉ ଯାଉଛି କିଏ ଆଣିଥାନ୍ତା ଯେ ଭାଇ ଭଲ ହେଇଥାନ୍ତେ। ଭଗବାନ କହିଲେ ବାପା ମୁଁ ଏମିତି ମୋବାଇଲ ରଖିଛି ଜମା ନେଟୱାର୍କ ଫେଲ ନାହିଁ, କାରଣ ଇନର ନେଟ ନାଇଁ। ଇନ ଭଗବାନ ଗୀତାରେ କହିଦେଲେ, କହିଲେ ମୁଁ କୋଉଠି ଅଛି? ଆତ୍ମାର ଏନୋ ହେ ଦେହ ଶସ୍ତ୍ରରେ କିପରି କଟିବ କୁହ ପାର୍ଥ ବୀର ହେ, ଆତ୍ମା ଅଜୟ ପୁଣି ଅକ୍ଷୟ ପାର୍ଥ ବୀର ହେ। ମୋହ ଆସିଗଲାନି, ଆଉ ଟିକେ ମାତ୍ର ମୋହ ଯଦି ଆସିଗଲା ମୁଁ କରିଦେଲୁ କଥା ଶେଷ। ଭଗବାନ କହିଲେ ହନୁମାନଜୀ ତମ ଭିତରେ ଯଦି ଅହଙ୍କାର ଆସିଲା ଆଉ ଜଗତ ଶିଖିବ କଣ? ଯାଅ, ଯେମିତି ପହଞ୍ଚିଲେ ଅହଙ୍କାରର ପରଳ ମାଡ଼ିଗଲା, ଆଉ ଆଖିକି ଦେଖାଗଲା କଣ? ପର୍ବତକୁ ଦେଖିଲେ ଦେଖା ଶୈଲନ ଔଷଧ ଚିହ୍ନା, ପର୍ବତଟା ଦେଖିଲେ ଔଷଧ ଚିହ୍ନି ପାରିଲେନି। ତଥାପି କଲେ କିଛି ଚିନ୍ତା ନାହିଁ, ନହଲା ଯଦି ବିଷଯକଡ଼ି ଦେଖି ହଉନି ତାହେଲେ ମେଡିସିନ ଷ୍ଟୋରଟାକୁ ମୁଁ ଦେଇବି ଆଉ କଣ, କାରଣ ମତେ ବଳ ଦେଇଛନ୍ତି ନା ଭଗବାନ। ବଳ ବୁଦ୍ଧି ବିଦ୍ୟା ତିନିଟା ଯାକ ଦେଲେ, ଶେଷରେ କହିଲେ ବଳ ପ୍ରୟୋଗ କରିବେ ଆଉ କଣ। ଯେମିତି ବଳ ପ୍ରୟୋଗ କଲେ ରଘୁନାଥ ଜାଣିଦେବେ, ଆହୁରି ଅହଙ୍କାର ହେଇଯିବ। ଯଦି ୟାକୁ ନେଇକିରି ପଳେଇ ଆସିବ ମୋ ପାଖକୁ, ହନୁମାନଙ୍କ ପ୍ରଭୁ ଏଡ଼େ ବଡ଼ ପାହାଡ଼ ଟେକିକିରି ନେଇକିରି ପଳେଇ ଆସିବେ। ଭଗବାନ କାହାର ହେଲେ ଅହଙ୍କାର ରଖି ନାହାନ୍ତି। ଯେମିତି ଆଣିକିରି ଆସୁଛନ୍ତି ତୁଳସୀଙ୍କର ରାମଚରିତ ମାନସ ସୁନ୍ଦର ବିଚାର ଦେଲେ, ଦେଖା ଭରତ ବିଶାଲତି ନିଶିତର ମନ ହନୁମାନି, ଦେଖା ଭରତ ବିଶାଲତି ନିଶିତର ମନ ହନୁମାନି, ଭରସାୟ ତମାରେ ଚାପ ଶ୍ରବଣ ଲଗିତାନି। ଆଉ ଗରୁଡ଼ କଥା ଶୁଣିବେ କଣ? କହିଲେ କଣ କହୁଛ ଭୂଷଣ୍ଡ? ତାହେଲେ ପ୍ରଭୁଙ୍କର ମାୟା ଏମିତି ଯେ ମୋହ ଆସିଲା ବୋଲି ହନୁମାନ ବାହାର ଟିକିକି ଆଣୁଥିଲେ, ଭରତ ବାଟୁଳି ମାରିଦେଲେ। ତାଙ୍କ ନିଜର ଭକ୍ତ ହଉଛନ୍ତି ହନୁମାନ। କହିଲେ ନାଇଁ ନାଇଁ ଆଉ ଅହଙ୍କାର କରିବେନି। ଭୂଷଣ୍ଡ କହିଲେ ଇଏ ପ୍ରଥମ ଡୋଜ ସାରିଲାଣି, ଖାଲି ଟେମ୍ପରେଚର କମିବ, ଆଉ ସମ୍ପୂର୍ଣ୍ଣ ଭଲ ହବା ପାଇଁ ଶୁଣ, ଖାଲି ଆପଣ ଟେମ୍ପରେଚରଟା ସାଲାଇନ୍ ଦେଲେ କମିଯାଉ। ଯେମିତି ଶୁଣିଦେଲେ ଗରୁଡ଼ କହିଲେ ଆହା କଣ ହେବା ଭୂଷଣ୍ଡ କହ? ନା ଯେମିତି ବାଟୁଳି ଖଡ଼ା ମାରିଦେଲେ ଖସି ପଡ଼ିଲେ। ଶେଷରେ କଣ କଲେ ମନେ ପକେଇଲେ, ତୁଳସୀଦାସ ହରିଙ୍କର ଶ୍ରୀମଦ୍ ରାମଚରିତ ମାନସ ସେଭଳି ଏକ ଗ୍ରନ୍ଥ। ଉଡ଼ିକିରି ନେଲା ବେଳେ କହୁଥିଲେ ମୁଁ ନଉଛି, ପଡ଼ିଗଲେ ଯେତେବେଳେ ପରେ ମୁଁ ମୁରୁଛି ମହିଳା ସାୟକ ସୁମୀର ରାମ ରାମ ରଘୁନାୟକ ଶ୍ରୀରାମ ରାମ ଜୟ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ରାମ ଜୟ ଭରତଙ୍କ ବାଟୁଳି ଖରାରେ ଖସି ପଡ଼ିଲ, ଆଉ ମୁଁ ତମ ଦି ଜଣ ଯାକୁ ଏକ କରିଦେଇଛି। କୋଉଥିରେ? ହନୁମାନ ଚାଳିଶାରେ ତୁଳସୀ ଲେଖିଛନ୍ତି, ରଘୁପତି କିନ୍ନି ବହୁତ ବଡ଼ାଇ ତୁମ ମମ ପ୍ରିୟ। ହନୁମାନଜୀ ତୁମେ ମୋର ପ୍ରିୟ, ତା ସାଙ୍ଗରେ ସମାନ। ରଘୁପତି କିନ୍ନି ବହୁତ ବଡ଼ାଇ, ରଘୁପତି କିନ୍ନି ବହୁତ ବଡ଼ାଇ, ତୁମ ମମ ପ୍ରିୟ ଭରତ ହିଁ ସମ ଭାଇ। হে দয়ানিধি দয়ানিধি দয়ানিধি, তুমে পরা করুণা বারিধি।
ରାମ 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 ରଟିଲେ ଭରତ କାନ୍ଦୁଛନ୍ତି, କହିଲେ କଣ ହେଲା? ମୋ ପ୍ରଭୁଙ୍କ ନାଁଟା କିଏ ନେଲା? ପଚାରି ପକେଇଲେ, କହିଲେ ତମେ କିଏ? ହନୁମାନ ପଡିକିରି ଉଣ୍ଡୁଛନ୍ତି, କହିଲେ ତମ କାର୍ଡ ଦେଖା ଆଗ, ତମେ କିଏ? ମତେ ପକେଇଦେଲ। କହିଲେ ମୁଁ ହଉଛି ସେଇ ପ୍ରଭୁ ରାମଙ୍କର ଏକ ପାପୀ ଭାଇ। ନା କଣ? ନା ମୋର ମା ହଉଛି ପାପିନୀ, ଆଉ ତାଙ୍କର ଭୂତପତି ହୋଇଛି ମୁଁ ଯଦି ମୋ ପରି ସଂସାରେ, ଆହା ମୋ ପରି ସଂସାରେ ଭାଗ୍ୟହୀନ ଜନ୍ମ ମିଳିବା କଠିନ ମନରେ ବିଚାରେ। ଜୟ ସୀତାରାମ ଜୟ ସୀତାରାମ ଜୟ ଜୟ ସୀତାରାମ ଜୟ ସୀତାରାମ ଜୟ ରାମ। ତାଙ୍କର ଉତ୍ପତ୍ତି ହୋଇଛି ମୁଁ ଯଦି ମୋ ପରି ସଂସାରେ ଭାଗ୍ୟହୀନ ଜନ ମିଳିବା କଠିନ ମନରେ ବିଚାରେ। ମୁଁ ସେଇ ହଉଛି ଭାଗ୍ୟହୀନ ଭରତ ରାମଙ୍କର ଭାଇ। ବିଚାର କଲେ ହନୁମାନଜୀ କହିଲେ କୋଉଠି ଦୋଷ ରହିଲା? କୋଉଠି ଦୋଷ ରହିଲା? ମାଡ ଖାଇଲେ। ଶାସ୍ତ୍ର କହେ ଯୋଉଦିନ ନିଜେ ଅନୁତାପ କରିଦେଲ ଦଣ୍ଡ କୋହଳ ହେଇଯିବ। ଏବେ ଶୁଣିବା ରାବଣ କେମିତି କହିଛି, ତାପରେ କେମିତି ମାନିଛନ୍ତି। ରାମାୟଣରେ ସୁନ୍ଦର ବିଚାର ଦିଅନ୍ତି। ଆଜି ହନୁମାନଜୀ ମହାରାଜ ଦୋଷ ମାନିଗଲେ, କହିଲେ କୋଉଠି କଣ କିଛି ଭୁଲ ହେଇଗଲା। ଭରତ କିନ୍ତୁ କହୁଛନ୍ତି ତମେ କିଏ? ନା ମୋ ରାମଙ୍କର ଦୂତ ହନୁମାନ। ଲକ୍ଷ୍ମଣ ସତୀବେଦ ହେଇଛନ୍ତି, ନେଇକିରି ଗଲେ ଔଷଧ ଦିଆ ହେଇଥାନ୍ତା, ଆଉ ତ ଯାଇପାରିବିନି। ତମର ଭାଗ ବଢିଗଲା, 4 ଭାଗେ ଯୋଉ ହେଇଥାନ୍ତା ସମ୍ପତ୍ତି 3 ଭାଗେ ହେଇଯିବ, ଭାଗ ବଢେଇଦେଲ। ଭରତଙ୍କୁ କେତେ କାଟିଲା, କେତେ ବାଧିଲା। କହିଲେ ନା, ମୁଁ ଚାହୁଁଛି ମୋ ପ୍ରଭୁଙ୍କର ଯଦି ମୋ ଉପରେ ଟିକେ କୃପା ଥାଏ ମୁଁ ତମକୁ ପ୍ରଭୁଙ୍କ ପାଖକୁ ପଠେଇଦେବି। ନା ଆଉ ଏଠୁ ଜୀବିତ ଅବସ୍ଥାରେ ମୁଁ ଯିବି? ନା ହଁ। କହିଲେ କଣ କ୍ରେନ୍ ଫ୍ରେନ୍ ମଗେଇବ? କହିଲେ ନାଇଁ ମୁଁ ଟିକେ ସରଟିଏ ମାରିବି। ନା କଣ ବାଉଁଶ କାଠିରେ ମତେ ପଠେଇବ? ମୁଁ ହନୁମାନ ଏଡେ ବଡ ଗନ୍ଧମାର୍ଦ୍ଦନ ପର୍ବତ ନେବି? କହିଲେ ହଁ। ତୁଳସୀ କହିଲେ ସେ ଯୋଉ ସରଟା ପଠେଇଲେ ସେଟା କଣ? କୋଉ ସରରେ? ହନୁମାନଜୀଙ୍କ ଭଳି ଏଡେ ବଡ ଯୋଦ୍ଧା ଉଡି ଉଡିକିରି ଯାଉଛନ୍ତି। ଚଢୁ ମମ ସହାୟକ ଶୈଳ ସମେତା ଶୈଳ ସମେତା ପଠବହୁ ଜନ ତହ କୃପା ନିକେତା କୃପା ନିକେତା। ରାମ ଜୟ निश्चला भक्ति बोली कहुए। निश्चला भक्ति निष्काम भक्ति। जो निष्काम भक्ति जो आसे तत्ते परिश्रम करने को पड़े आपे आपे काम हो जाए। खाली भरत कांदिले प्रभु ये भरतर दोष टिके कौन कर मार्जना कर किमिति हनुमान लेकिन पहुंची जाते एति कहते। प्रभु तुलना कले कहले हनुमान तमे आशा कहतल मुझी भरत जो पठाऊँच से कहते ना मो प्रभु रामकर कृपा नहले ये जापरे ना। कहले भरत बाहुबल शील गुण प्रभुपद प्रीति अपार। कहले भगवान को पादरे जो प्रीतिटा रहा से पठेदेला। जिते उड़ी उड़िकी जाऊँच हनुमान कहले प्रभु जड़े शरीर छाड़ा पर कड़े वैकुंठ जाए कड़े आम जाऊे जानूनी जानचे आम गलापर कड़े जानचे। परीक्षित महाराज पचारि क्या सुखदेव गोस्वामी को कहले प्रभु अत पृछामि संशय योगिना परम गुरु पुरुषे से हजत कार्यं कियमानुष्य सर्वथा। मनीष मरीगला पूर्वर कौन कर कह मरला कुआड़े जाऊँगी ये भोजी कर गाँ भसौंट पिला माने ना ना बंची थिला पछे भिन्न कर दिंतु। एवं आम गाँव गोटे सी कह मुझे कि कौन केमती है मो बो कह पुओ देखिलु संसार को मुझे कौन हो कहूनु ना बोपा जो पुओ को रखी था सी सुधर कम कला सान पुआ 8 आना देनी सी कह बो मरले मुझे तार मुझे परदिन मारिदे आउ कहीं रखुचे जदि बापा मले बड़ पुओ कला सुधर सान पुओ किसी टंकाटे देलानी सी कह बो कम मुझे जस भेटी गली
ଯେମିତି ଭେଟିଗଲି କହିଲେ ଭାଇ ନା ଆଉ ଯାଉ ଭଲରେ ଭଲରେ ବର୍ଷା କାମ ସରିଗଲା। ମୁଁ କହିଲି ତୁ କଣ ଦେଲୁ? ନା ମୁଁ କିଛି ଦେଇନି। ମୁଁ କହିଲି ଆଉ ନା ବୋଉ କାମ ମୁଁ କରିବି ଆଉ କଣ? ମୁଁ କହିଲି ବୋଉ ଆଗରେ କହିଦବୁ ଏ କଥା, କହୁ ତୁ ଗଲେ କାମ କରିବି ଆଉ କଣ? ଆଉ ମୁଁ ଭାବୁଛି ତ ବେଶୀ ଦିନ ତାକୁ ରଖିବୁନି ଆଉ ଜଞ୍ଜାଳ ଉଠେଇବୁ ଆଉ କଣ? ତମେ ତ ପଣ୍ଡିତ ଲୋକ ଖାଲି ବାଗେଇକିରି ଏମିତି ଅପମାନ ଦବ ଆଉ କଣ? ମୁଁ କହିଲି ହଇରେ ବାପ ମା ଶୁଦ୍ଧ ଘର ବାଣ୍ଟିଦେଲ, ଜୀବିତ ଅବସ୍ଥାରେ ଯାହା ବାଣ୍ଟିଲ ବାଣ୍ଟିଲ, ମଲା ପରେ ତା ଶୁଦ୍ଧ ଘର ବାଣ୍ଟିଦେଲ। ଶାସ୍ତ୍ର କହେ ପରୀକ୍ଷିତ ମହାରାଜ ପଚାରୁଛନ୍ତି ହେ ସୁଖଦେବ ଗୋସ୍ୱାମୀ ପୁରୁଷେ ସେହଦତ କାର୍ଯ୍ୟମ୍ କ୍ରିୟମାଣସ୍ୟ ସର୍ବଥା, କଣ କରିବ କହ?